ତ ନମସ୍କାର ଦର୍ଶକ ବନ୍ଧୁ, କେମିତି ଅଛନ୍ତି? ତ ଚାଲନ୍ତୁ ଜାଣିବା ଆଜିର ବଡ଼ ନ୍ୟୁଜକୁ। ଓଡ଼ିଶା ସରକାର ଆପଣଙ୍କ ମାନଙ୍କ ପାଇଁ ନେଇ ଆସିଛନ୍ତି ଗୁରୁତ୍ୱପୂର୍ଣ୍ଣ ସୁଯୋଗ। ଚାକିରି ଖଣ୍ଡେ ପାଇବା ଆଶାରେ ଆପଣ ବହୁତ ଦିନ ଅପେକ୍ଷା କରିଥିଲେ, କିନ୍ତୁ ଆସିଯାଇଛି ତାର ସୁଯୋଗ। ତ ନିଶ୍ଚୟ ଆପଣମାନଙ୍କୁ ମୁଁ କହି ରଖିବି ଯେ OSSC ଜୁନିୟର ଆସିଷ୍ଟାଣ୍ଟ ନିଯୁକ୍ତି 2026 ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା ଓଡ଼ିଆରେ ନିମ୍ନରେ ମୁଁ କହୁଛି। ଗୁରୁତ୍ୱପୂର୍ଣ୍ଣ ତାରିଖ ହେଉଛି ଯେ ଆବେଦନ କରିବାର ସମୟ ସୀମା ବଢ଼ାଇ ଦିଆଯାଇଛି ଯେ ଅନଲାଇନ୍ ପଞ୍ଜୀକରଣ ଶେଷ ତାରିଖ 6 ମାର୍ଚ୍ଚ 2026 ଓ ଅନଲାଇନ୍‌ର ଆବେଦନର ଦାଖଲର ଶେଷ ତାରିଖ 8 ମାର୍ଚ୍ଚ 2024। ପରୀକ୍ଷା ଫି ଦାଖଲର ଶେଷ ତାରିଖ 6 ମାର୍ଚ୍ଚ 2024। ଯୋଗ୍ୟତା କ'ଣ ରହିବା ଦରକାର ଆପଣଙ୍କର? ଯୋଗ୍ୟତା ହେଲେ ଯାଇକି ଆପଣ ପରୀକ୍ଷା ଦେଇ ଚାକିରି ଖଣ୍ଡେ ପାଇପାରିବେ। ତ ଯୋଗ୍ୟତା ହେଉଛି ଯେ ପ୍ରାର୍ଥୀ ଯେକୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କଳା, ବିଜ୍ଞାନ କିମ୍ବା ବାଣିଜ୍ୟରେ ସ୍ନାତକ +3 ପାସ୍ କରିଥିବା ଆବଶ୍ୟକ। ଏହା ସହିତ କମ୍ପ୍ୟୁଟର ଚଲାଇବାର ଜ୍ଞାନ ଥିବା ଜରୁରୀ। ବୟସ ସୀମା କ'ଣ ରହିଛି ଏଥିରେ? ବୟସ ସୀମା ରହିଛି ଆପଣଙ୍କର 1 ଜାନୁଆରୀ 2025 ସୁଦ୍ଧା 21 ରୁ 42 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ତ ST, SC, SCBC ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ 5 ବର୍ଷ ଏବଂ PWD ବର୍ଗ ପାଇଁ 10 ବର୍ଷ ବୟସ ସୀମା କୋହଳ କରାଯାଇଛି। ତ ଆପଣ କ'ଣ ଭାଷା ଶିଖିଥିବା ଦରକାର? ତ ଓଡ଼ିଆ ଭାଷା ପଢ଼ିବା, ଲେଖିବା ଓ କହିପାରୁଥିବା ଆବଶ୍ୟକ। ଆପଣ ସିଲେକ୍ସନ କେମିତି ହେବେ? ତ ଚୟନ ପ୍ରକ୍ରିୟା 2ଟି ପର୍ଯ୍ୟାୟରେ ହେବ: ଲିଖିତ ପରୀକ୍ଷା ଏବଂ ପ୍ରାକ୍ଟିକାଲ ସ୍ଲିଟ୍ ଟେଷ୍ଟ। ତ 100 ମାର୍କର MCQ ପରୀକ୍ଷା ହେବ। ବିଷୟ କ'ଣ ରହିଛି? ଗଣିତ, ସାଧାରଣ ଜ୍ଞାନ, ଇଂରାଜୀ, ଓଡ଼ିଆ, କମ୍ପ୍ୟୁଟର ଏବଂ ରିଜନିଂ। ନେଗେଟିଭ ମାର୍କ ବି ରହିଛି ଏଥିରେ। ପ୍ରତି ଭୁଲ ଉତ୍ତର ପାଇଁ 0.25 ମାର୍କ କଟାଯିବ। ତ ଏଥିରେ ଆପଣ ସିଲେକ୍ସନ ହେଲା ପରେ ଆପଣଙ୍କର ଦରମା କେତେ କ'ଣ ରହିବ, ଚାଲନ୍ତୁ ମୁଁ ସେ ବିଷୟରେ ବି କହି ରଖିବି। ତ ଏହି ପଦବୀ ପାଇଁ ଦରମା 4 ଅନୁଯାୟୀ ମିଳିବ, ମାନେ ଲେବୁଲ 4 ଅନୁସାରେ ଆପଣଙ୍କୁ ମିଳିବ। ମୂଳ ଦରମା 19,900 ରୁ 63,200 ପର୍ଯ୍ୟନ୍ତ ରହିଛି। ଏହା ସହିତ ସରକାରୀ ନିୟମ ଅନୁଯାୟୀ ଅନ୍ୟାନ୍ୟ ଭତ୍ତା DAHR ମଧ୍ୟ ମିଳିବ। ଠିକ୍ ଅଛି। ତ ଆବେଦନ କିପରି କରିବେ? ତ ଆବେଦନ ଆପଣମାନେ କିପରି କରିବେ? ତ OSSC ର ଅଫିସିଆଲ ୱେବସାଇଟ୍ କୁ ଯାଆନ୍ତୁ। ଆପ୍ଲାଏ ଅନଲାଇନ୍ ଉପରେ କ୍ଲିକ୍ କରି ନିଜକୁ ପଞ୍ଜୀକୃତ କରନ୍ତୁ। ଆବଶ୍ୟକ ଦସ୍ତାବେଜ ଯଥା ଫଟୋ, ସ୍ୱାକ୍ଷର, ସାର୍ଟିଫିକେଟ୍ ଆପଲୋଡ୍ କରନ୍ତୁ। ଆବେଦନ ଫି କ'ଣ ରହିଛି? ନା ଜେନେରାଲ SCBC ପାଇଁ 500 ଟଙ୍କା ଓ SC, ST, PW ପାଇଁ ମାଗଣା। ତ SC, ST, PWD ଏମାନେ ମାଗଣାରେ ଦାଖଲ କରିପାରିବେ, କିନ୍ତୁ ଜେନେରାଲ SCBC ପାଇଁ 500 ଟଙ୍କା ଫି ଦେବାକୁ ପଡ଼ିବ। ଦାଖଲ କରି ଫର୍ମ ସବମିଟ୍ କରିବେ। ମନେ ରଖନ୍ତୁ, ଆପଣ ଯେଉଁ ଜିଲ୍ଲା ପାଇଁ ଆବେଦନ କରୁଛନ୍ତି ସେହି ଜିଲ୍ଲାରେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ଆପଣଙ୍କର ନାମ ପଞ୍ଜୀକୃତ ହୋଇଥିବା ଆବଶ୍ୟକ। ତ ଚାଲନ୍ତୁ ଦର୍ଶକ ବନ୍ଧୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ତ ଦର୍ଶକ ବନ୍ଧୁ, ଓଡ଼ିଶାର ଲୋକସେବା ଆୟୋଗ, ଯାହାକୁ ଆମେ OPSC କହିଥାଉ, ତ OPSC ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସେସ୍ OCS ପରୀକ୍ଷା ପାଇଁ 2025 ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ମାଧ୍ୟମରେ ମୋଟ 465ଟି ଗ୍ରୁପ A ଏବଂ ଗ୍ରୁପ B ପଦବୀ ପୂରଣ କରାଯିବ। ତ ଗୁରୁତ୍ୱପୂର୍ଣ୍ଣ ତାରିଖ ଆପଣଙ୍କର କେତେ ପର୍ଯ୍ୟନ୍ତ ତାରିଖ ଅଛି ଆପ୍ଲାଏ କରିପାରିବେ ଆପଣ। ତ ଆବେଦନ କରିବା ପାଇଁ ସମୟ ସୀମା ବଢ଼ାଇ ଦିଆଯାଇଛି। ପୂର୍ବରୁ ଯେତିକ ସମୟ ସୀମା ରହିଛି ତାକୁ ବଢ଼ାଇ ଦିଆଯାଇଛି। ଅନଲାଇନ୍ ପଞ୍ଜୀକରଣ ଫି ଦାଖଲ ଶେଷ ତାରିଖ ହେଉଛି 27 ଫେବୃଆରୀ 2024 ଓ ଅନଲାଇନ୍ ଫର୍ମ ଦାଖଲର ଶେଷ ତାରିଖ ହେଉଛି 7 ମାର୍ଚ୍ଚ 2026 ସନ୍ଧ୍ୟା 5ଟା। ପ୍ରାରମ୍ଭିକ ପରୀକ୍ଷା ତାରିଖ ହେଉଛି 7 ଜୁନ 2026 ରୁ ଆଶା କରାଯାଉଛି ଯେ ପରୀକ୍ଷାଟି ହେବ 7 ଜୁନ 2026ରେ। ପଦବୀ ସଂଖ୍ୟା, ଏଥିରେ କେତେ ଭ୍ୟାକେନ୍ସି ରହୁଛି ଆପଣଙ୍କର? ମୋଟ 465ଟି ପଦବୀ ମଧ୍ୟରୁ 154ଟି ପଦବୀ ମହିଳାମାନଙ୍କ ପାଇଁ ସଂରକ୍ଷିତ। ତ ଗ୍ରୁପ A ପଦବୀ ରହିଛି ଓଡ଼ିଶା ପ୍ରଶାସନିକ ସେବା OAS, ଓଡ଼ିଶା ପୋଲିସ ସେବା OPS ଏବଂ ଓଡ଼ିଶା ଆର୍ଥିକ ସେବା OFS। ତ ଗ୍ରୁପ B ରେ କ'ଣ ରହିଛି?
तो ग्रुप बी रे रही आसतु जानिबा ओडिशार राजस्व सेवा ORS, ओडिशा कर ओ अकाउंटेंट सेवा OTS, AS ओडिशार श्रम सेवा OLS, संभाव्य सेवा इत्यादि। तो एथिरे आपनकर योग्यता केते केते रहितबा दरकार। तो शिक्षागत योग्यता होची प्रार्थी जेकोनोसी मान्यता प्राप्त विद्यालय स्नातक माने ग्रेजुएट करिथिबा दरकार। तो बयस सीमा कौन रही जे बयस सर्वनिम्न 21 वर्ष होइतिबा दरकार। और सर्वाधिक बयस आपनकर 38 रु 42 वर्ष भितर रहिबा दरकार। सरकारी नियम अनुसार किछि पोस्ट पई 42 वर्ष मध्य करा जायछि। तो एथिरे लाभ काहाकू मिलिबो ना SC ST SC BC महिला भूतपूर्व सैनिक मानक पई 5 वर्ष एवं PWD प्रार्थीଙ୍କ पई 10 वर्ष बयस कोहଳ କରାଯିବ। तो एथिरे आपनको भाषा कौन कौन आसीबा दरकार। ओडिया भाषा पढ़िबा सहित लेखिबा आसुथिबा दरकार एवं कहि मध्य पारुथिबा दरकार। तो माध्यमिक शिक्षा रे ओडिया को विषय भाबे थिबा जरूरी। तो चयन प्रक्रिया एथिरे आपनको सिलेक्शन केमिति हबो। तो प्रारंभिक परीक्षा यह केवल योग्यता परीक्षा। एथिरे दुईटी ऑब्जेक्टिव टाइप रे पेपर रहिबो। तो मुख्य परीक्षा रहिबो यह लिखित परीक्षा। एथिरे दुईटी योग्यता भित्तिक एवं 7टी मेरिट पेपर रहिबो। तो व्यक्तित्व परीक्षा इंटरव्यू आपनकर केमिति हबो ना मुख्य परीक्षा रे उत्तीर्ण प्रार्थी को साक्षात्कार पई डका जिवो। तो एथिरे आपनकर सिलेक्शन हबा पर दरमा केते रहिछि ना ग्रुप ए रे 56,100 टंका पे लेवल 56,100 टंका रहिबो ग्रुप ए रे। ग्रुप बी रे कोन रहिबो ना ग्रुप बी रे आपण पाई परिबे 44,900 टंका। प्रथमे आपण 44,900 टंका पाइबे। परवर्ती क्षेत्र रे आपनकर दरमा वृद्धि पाइबो। तो याहाकू आवेदन किपरि करिवे। तो इच्छुक प्रार्थी माने OPSC ऑफिशियल वेबसाइट www.opsc.government.in माध्यम रे ऑनलाइन आवेदन करि परिबे। आवेदन फी रहिबो आपण माननकू 700 टंका। जनरल SC BC पई आउ SC ST एवं PWD प्रार्थीଙ୍କ पई कोनोसी फी लागिबो नै। तो OPSC OCS 2026 एलिजिबिलिटी एग्जाम डिटेल्स भी मु आपनकू कहि देबी जे तो एति कही मु आजिरो एही न्यूज समाप्त करूची। तो वीडियोटी भलो लागिथिले आपण लाइक सब्सक्राइब एवं कमेंट मध्य कर दे जिवे। आपनकू आउ केउ क्षेत्र रे न्यूज दरकार कमेंट रे जणांतु। आ वीडियोटी भलो लागिथिले खंडिए लाइक एवं सब्सक्राइब टिए कर देबे। तो धन्यवाद।